ସୁରାବୁ ବବି ଦାସଙ୍କ ଘର ଭଙ୍ଗା ହଉଛି ସରକାର ଭାଙ୍ଗୁଛନ୍ତି। କୋଉ ଘର? କ୍ୱାର୍ଟର ଭାଙ୍ଗିବେ ଆଉ ପାୱାରକୁ ଆସିନି ସେ ଏତେ ଦିନ ପରେ ଆଶାସିତ ବାହାରେ ମହୁରାଡି ସବୁବେଳେ ମହୁରାଡି ଭାକୁର ହେଇପାରିବ? ଏ ମହୁରାଡି ମାଛ ପାୱାରକୁ ଆସିଛନ୍ତି ଭାଙ୍ଗିବେନି? ମହୁରାଡି କି ଭାକୁର କିଏ? ମହୁରାଡି ଯେ ବିଜେପି ସରକାର ଭାକୁର ବିଜେଡି ସରକାର। କଂଗ୍ରେସ କଣ? କଂଗ୍ରେସ ତ ସୁପ୍ରିମ ଆଉ ରୋହି ବାଟ ନଥିଲେ ଫିଟେଇକି ବସିବ ରୋହି। 2029 ଅନା ରାହୁଲ ଗାନ୍ଧୀ ଉଡିକିରି ଆଇଲାଣି 50ରୁ 100 MP 223 ଇଣ୍ଡିଆ ମେଣ୍ଟ। ଏବେ ମୁଁ ଶୁଣିବାକୁ ପାଉଛି 10-15 ଜଣ MP ପଳେଇ ଆସିବେ ଇଣ୍ଡିଆ ମେଣ୍ଟରେ ମିଶିବେ। ଏ ସରକାର ଭୁଷୁଣିବ ଯାହା ଖବର ଆସିଲାଣି ମୋ ପାଖରେ। ଆପଣ କେମିତି ଦେଖୁଛନ୍ତି ବବି କ୍ୱାର୍ଟର ଏବେ ଭଙ୍ଗା ଚାଲିଛି ଆପଣ କଣ କେମିତି ଦେଖୁଛନ୍ତି? ଏଗୁଡାକ ମିନନେସ୍ ଲୋକ ଗୁଡାକ ମହୁରାଡି ଲୋକ ଟାଇପର ଲୋକ ଏଗୁଡାକ ପାୱାରକୁ ଆସିଛନ୍ତି। ଏ କଣ ଜାଣିବେ ଭାକୁର ରୋହିର କାରବାର କଣ? ଗୋଟା ଘର ସଜଡିଆ ହେଇଥିଲା ସିଏ ତ ହାରି ଯାଇଛି। ସେ ଘରଟାକୁ ଆଉ ଜଣେ ମନ୍ତ୍ରୀ ଗାଲଟ କରିଦେଲନି। ମୁଖ୍ୟମନ୍ତ୍ରୀ ଖାଲି ନଟରପଟର ହଉଛନ୍ତି ସେଇ କନ୍ଦିରେ ଠିଆ ହେଇକିରି ଲୋକଙ୍କୁ ଦେଖା କରୁଛି ସେଇ ତାକୁ ଛାଡ଼ିଦେଲନି। ଅଣ୍ଡରଗ୍ରାଉଣ୍ଡ ହେଇଥିଲା ସବୁ ହେଇଥିଲା ସୁଇମିଂ ପୁଲ ହେଇଥିଲା ସବୁ ହେଇଥିଲା ଭଲ ତାଙ୍କ ରହିବା ଦରକାର। ଚର୍ଚ୍ଚା ହଉଛି ସାଂଗଠନିକ ସମ୍ପାଦକ ପଦରୁ ତାଙ୍କୁ ବହିଷ୍କାର କରାଯିବ। କରାଯିବ ଯାହା କରିବ ନବୀନ ପଟ୍ଟନାୟକ କରିବ। ତାର ଡାହାଣ ହାତ ଥିଲେ ବବି ଆଉ ପାଣ୍ଡିଆନ ଗୁଡାଏ ବିକାଶ କରିଛନ୍ତି। ଗୋଟେ ଖରାପ ବେଳ ଆସିଛି ତାଙ୍କ ନାଁରେ ଯଦି ବଦନାମ ଉଠୁଛି କାଢିଦବ। ନବୀନ ପଟ୍ଟନାୟକ ଗୋଟେ ଷ୍ଟ୍ରଙ୍ଗ ମ୍ୟାନ୍ ସେ କାହାକୁ ମୁହଁକୁ ଅନେଇବନି। ଯାହା ନାଁରେ କିଛି କରପ୍ସନ ଆସିବ ତାକୁ ବିଦାୟ କରିବ। ଆଜ୍ଞା ନବୀନ ବାବୁଙ୍କ ସହିତ ପାଣ୍ଡିଆନ ଥିଲେ ବର୍ତ୍ତମାନ ନବୀନ ବାବୁଙ୍କ ସାରଥୀ